ଟିକେ ଭିଡ଼ିଓ ଲେଟ୍ରେ ଆରମ୍ଭ କଲି ଏବେ ଏଇଠି ଖାଇବାକୁ ଖାଇ ଦେଇକି ଯିବି ଆହୁରି କାମ ଚାଲିଛି କାମ କରିବା ପିଲାମାନଙ୍କୁ ଗୋଟେ ପାର୍ସଲ ଆସିଥିଲା ତାକୁ ଧରିକି ଆଇଥିଲି ଦେବାକୁ ଏକାଥରେ ଖାଇ ଦେଇକି ପଳେଇବି ଆଉ କ'ଣ ମଗେଇଛୁ ସେ କ'ଣ ଏଇନା ମଗେଇଛୁ ହଁ କ'ଣ ଏଇଟା ମଗେଇଛୁ ଡବାଟେ କ'ଣ ବଡି ୱାକ୍ସ ସେଟା କ'ଣ ହବ ଚୁଟି ଗୁଡ଼ା ଜିନିଷ ମଗେଇଛୁ ବାବା ଆଉ କିଛି ମିଳିଲାନି ତତେ ଲୋଡ଼ କରି ଯାଇଥିଲି ଫଟା ଗୁଦାମରୁ ପକାଇ ଦେଇକି ମାଲ ତାପରେ ମଇଦା ଧରିକି ଆଇଲି ଆସିକି ତାପରେ ଏଠି ହଠାତ୍ ପକାଇ ଦେଇକି କମ୍ପାନୀର ମଇଦା ପଳେଇ ଆଇଲି ଏଠି କାଠ ନେବାକୁ କାହିଁକିନା ବର୍ଷା ଜୋର ଉଠିକି ଆଇଲାନି ନା କାଚି ଦେବ ବର୍ଷା ସେଇଥିପାଇଁ ପଳେଇ କାଠ ନେଉଛି କାଠ ଗୁଲା ଆସିକି କାଠ ନାହିଁ କାଲି ପାଇଁ ଆଜି କାଠ ନେଇକି ପଳେଇ ଯାଉଛି ସରିଲାନି ଗଲୁ ନା ଲୋଡ଼ କରୁଛି ଆଉ ଅଳ୍ପ ଅଛି ଓଜନ କରିଦେଇକି ପଳେଇବି ଆଉ ନେଇକି ଆଉ ବର୍ଷା ବି ଜୋର ଆଇଲାଣି ଭାଇ ସେଠି ବାଉଁଶ ଟଙ୍କା କାଟୁଛନ୍ତି ଆମର ବାଉଁଶ କଟା ଉଠି ହେଉଛି କେତେ ଦିନ ଉଠିଗଲାଣି ବର୍ଷା ପଳେଇବା ନେଇକି କାଠଟା ପୁଣି ଯିବି ଆଉ ଥରେ ଗୋଦାମ ଯିବି ପୁଣି ମଇଦା ନେଇକି ଆସିବି ବର୍ଷା ଟିକେ ହଉ ଗରମ ହେଉଛି ଯେଉଁ ଭଳିଆ ମୁଣ୍ଡ ଖରାପ ହେଇଯାଉଛି ବର୍ଷା ଟିକେ ହେଲେ ଶାନ୍ତି ମିଳିବ ହଉ ଟିକେ ବର୍ଷା ଆଉ ଯିବା ଏବେ ନେଇଯିବା କାଠ ଅଳ୍ପ ଅଛି ଏଠି ମଣ୍ଡିରେ ଏତିକି କାଢ଼ି ଦେଇକି ନେଇକି ରସି ଟ୍ୟୁବ୍ ବାନ୍ଧିକି ଲୁନାରେ ପଳେଇବି ଆଉ ବନ୍ଧାବନ୍ଧି ଅଛି ବନ୍ଧାବନ୍ଧି କରିକି ଯିବା ଆଉ ପୁଣି କାଠ ପକାଇ ସାରିଲା ପରେ ପୁଣି ଯିବି ଗୋଦାମ ଆଉ ଦୁଇଟା ମଇଦା ଧରିକି ଆସିବି ଯାଉଛି ପଖାଳ ମୁଁ ଖାଇବି ପଖାଳ ଆଳୁ ଭଜା ଖାଲି ଛୁରୀ ଧରିକି ଆଇଛି କହୁଛି ଖୁଲୁ ଫୁଲଟା ଦେଇଛନ୍ତି ବୋଲି ଟିକେ ଫ୍ୟାନ୍ରେ ବସି ହେଉଛି କ'ଣ କରି କାଟିକି ମୁଁ ପଖାଳ ଖାଇବି ଥାଉ ସେ ପଳା ଦୁଷ୍ଟ ନା ମୁଁ ଏବେ ଖାଇ ଦେଇକି ଆଇଲି ସେଠି ପଠେଇଲି ଉପରକୁ ଯାଇଛି ଆଉ ଅନେଇଛି କାଠଟା ଯାଉଛି ଆଉ ଏବେ ମୁଁ ଅନେଇଛି ସେ ଯାଇଛି ଖାଇବାକୁ ଆଉ ସେ ଖାଇକି ଆଇଲା ମୁଁ ସବୁ ମାଲ କାଢ଼ିକି ରେଡ଼ି କରିଦେଇଛି ଆଇଲେ ତାପରେ କାମ ଆରମ୍ଭ ହେବ ଆଉ ପ୍ରବଳ ଗରମ ହେଉଛି ଆଉ ଗଲେ ତଥାପି ଗରମ ଲାଗୁଛି ତାପରେ ଏଠି କାଠ ବି ଜଳୁଛି ନା ପ୍ରବଳ ଗରମ ଦେଖିବ ବହୁତ ଅଧିକ ଗରମ କାଠ ଜଳିଲାନି ଏବେ ଟିକେ ବାଡ଼େଇ ଦେବା ଆଉ ଅଳ୍ପ ଅଳ୍ପ ଅଛି ବନ୍ଦ କରିଦେବା ଆଉ ରହି ହେଉନି ଏଠି ପଳେଇବା ସିଆଡ଼େ ଜିନିଷ ସାଙ୍ଗେ ଆସିକି ପହଞ୍ଚିଲା କି ନାହିଁ ଆଗ ଟ୍ରାଏଲ୍ କରା ଆରମ୍ଭ ହେଇଗଲାଣି ଗୋଡ଼ ଲଗେଇ ଟ୍ରାଏଲ୍ କରା ହେଲାଣି ଜିନିଷ ଠିକ୍ ହେଉଛି କି ନାହିଁ ଗରମ ଦିନ ତାତି ଯାଉଛି ପୋଡ଼ି ଯାଉଛି ଦେଖେ ସେ ଯେଉଁ ଚମଡ଼ା ବାହାରିଯିବ କ'ଣ ଦେଖେ ବସି ଯାଉଛି କାଢ଼ିବୁ କେମିତି ସେଇଟା ବହୁତ ଗରମ ହେଉଛି ଜାଣିପାରୁନୁ ବୋଧେ ହଁ ଠିକ୍ କେମିତି ଲାଗୁଛି ଗରମ ଦିନେ ଚମଡ଼ା ବାହାରିଯିବ ବି କୁକୁଡ଼ା ଯେମିତି ଚମଡ଼ା ଛଲା ଯାଏନି ଗରମ ପାଣିରେ ପକାଇକି ସେମିତି ଚମଡ଼ା ବାହାରି ପଡ଼ିବ ଦେଖା ହେଉଛି ଗୋଟେ ମହୁ ଭଳିଆ ମହୁ ଗିରିଶ ଭଳିଆ ଦେଖା ହେଉଛି ଇଏ ପାଣି କୁଡ଼ ଲଗେଇ ଚୁଟି ସଫା କରୁଛି ବାବା ହ୍ୟାଣ୍ଡସପ୍ ହବ ଗାଡ଼େ ହନିଟା ମହୁଟା ତ ମହୁକୁ ପିଇ ଦେଉନୁ ମରିଲା ଲଗାଉଛି ଚମଡ଼ା ଛେଲିଯିବ ଯଦି ଚମଡ଼ା ଉପରେ କିଛି ହେଲା ସ୍କିନ୍ ଇଫେକ୍ଟ କିଛି ହେଲା ଯଦି ଚମଡ଼ାର ସେ କିଛି ହେଲା ଯଦି ଚମଡ଼ା ଦେହରେ ଲଗେଇବୁନି ସେତେବେଳେ ମେଡ଼ିକାଲ ଦୌଡ଼ୁଥିବୁ ଛାଡ଼ୁଥିବୁ ସେ ଗୋଡ଼ା ତ ପଚିଯିବ ସେ ଗୋଡ଼ ଚମଡ଼ା ପଚିଯିବ ରହିବନି ପ୍ଲାଷ୍ଟିକ୍ ସର୍ଜରୀ ହେବ ଲାଷ୍ଟକୁ କୁକୁର ଗୋଡ଼ରୁ ଗୋଟା ହେଇକି ତ ଏଥିରେ ପଡ଼ିବ କାଇଁ ଜାଣିପାରୁନୁ କ'ଣ ମାନେ କ'ଣ ଅର୍ଡ଼ର କରିଦେଉଛି ପଇସା ଦୁଇଟା ତ ବାପା ବୋଉ ଦେଇଛନ୍ତି ତ ତା ବାପା ପଇସା ଦେଉଛନ୍ତି ମିକୁ ଖାଇବା ପାଇଁ ଦେଖିଲେ ଇଏ ଆଣିକି ତା କାମ ଲଗେଇ ଦେଉଛି କେଉଁ ମୋବିଲ ମଗା ସେ ଗିରିସି ମଗା ଆଣି ଗୋଡ଼ ହାତ ଲଗା ଷ୍ଟିକର ଆସୁନି ଏମିତି ଷ୍ଟିକରଟା ଛଡ଼େଇକି ଲଗେଇଦେବ ଏମିତି ଆଣିବା ପାଇଁ ଏଗୁଡ଼ା ଗରମ ପରେ ତତଲା ମାରେ ଏଗୁଡ଼ାକ ଗରମ ମାରିବାକୁ ପଡ଼ିବ ନହେଲେ ହବନି
ହଉ ତୁ ମାର, ମୁଁ ଯାଉଛି ଗୋଦାମ ଯିବି। ଭାଇ ତୁ ତ ବେକାର ଫାଲତୁରେ କଥା ହେବା କଥା। ଗୋଦାମ ଭାଜି ମା ଚାଉମିନ ନେଇକି ଯିବି, ଏ ତ ଏଠି ବସିକି ତାର ସେଇଟାକୁ ଲଗେଇ ହେଉଛି ସେତେବେଳେ। କ'ଣ ପଇସା ଦୁଇଟା ଅଛି ଚିକେନ ମାଗିବା, ଚିକେନ ପାଇଁ ମାଗିଲି 100 ଟଙ୍କା ଦେଲାନି, ଆଣିକି କ'ଣ ଗିରିଶ ମୋବିଲ ଭଳିଆ ଦେଖାଉ ତାକୁ ଆଣି ଗୁଡ଼ ଲଗାଉଛି। କ'ଣ କହିବ କହିଲ? ତୁ ଲଗା ଯାହା କରୁଛୁ କର, ମୁଁ ଯାଏ ମୋ କାମର। ତୋ ତ ବକ ବକର ଟାଇମ୍ ନାହିଁ। ତୁ ଚାହିଁବ କି ନାଇଁ? ମୁଁ ଆସେ, ମୁଁ ଗୋଦାମ ଯାଉଛି। ଗୋଦାମ ଇଏ ଗୋଟେ ବାହାରିକି ଦୌଡ଼ିକି ଯାଉଛି ଛୋଟ ପିଲା। ତୁ କ'ଣ ଖରାପ କୁଆଡ଼େ ଯିବୁ? ମୁଁ ଗୋଦାମ ଯାଉଛି ବା, ମା ଚାଉମିନ ନେଇକି ଯିବି। କ'ଣ ଆଣିବି କହ, ମୁଁ ନେଇକି ଆସିବି ତୋ ପାଇଁ। କ'ଣ ଆଣିବି? ଫୁତି? ହଁ ଫୁତି ନେଇକି ଆସିବି। ଯା ଯା ମାମା ଆଦି ଯା, ଫ୍ୟାନ୍ ବସିବ। ହଁ ଯା ଯା, ସେ ତ ଶହିଦେ ଭାଇ। ଯା ମାମା ଦି ଯା, ମୁଁ ଯା, ମୋ କାମ ଅଛି। ଯା ମାମା ଦି ଯା। ମାମା ଦି ପଳେଇ ବାଇଆ ଆସିବ। ଲେଟ୍ ହେଲାଣି। ହେଇ ଶିବାନୀ ଧୋ ତାକୁ ଟିକେ। ଜଲ୍ଦି ପଳ, ସେ ତମ ବେଗି ପଳେଇଲେ ସେ ଯିବନି ତମ ପଛରେ। ଆମେ କୋଉଠି ଯା ତ ଶହିଦେ, ତୁ ସେ କାମ କରୁନୁ। ଶହି ଦେଉନୁ ତାକୁ 2 ଅଢ଼େଇଟା 3ଟା ବାଜିଲାଣି ବା। ସେ କାମରେ ଆଗର ଶହି ଦେଉନୁ ତାକୁ ଆଗର। ତରକାରୀ ବସେଇ ଶୋଇଦେବେ। ତରକାରୀ ବସେଇଛୁ, ବସେଇ ତରକାରୀ ବସେଇକି ଗରମରେ ସେ କେମିତି ଶୋଇବ? ଗରମ କେମିତି ତାକୁ ବସା ଏଠି। ଛାଡ଼ ଛାଡ଼ ମିକୁ ଛାଡ଼, ଯା। ମା ଛୁଆରେ ଗରମ କମୁ ନାହିଁ, ଗରମ ଦିନର। ଧର ମୁଁ ଯାଉଛି ବେ, ମୁଁ ମାଲ ନେଇକି ଯିବି। ବୁଝିପାରୁନୁ କାହିଁକି? ଇଏ ଗୋଟେ ଜିଦ୍ଦି କରୁଛି, ପଛ ଛାଡ଼ୁ ନାହିଁ। ଯା ମାମା ଡାକୁ, ମାମା ଡାକୁ, ଯା। ଲୋଡ଼ କରି ଯାଇଥିଲି ଫଟାକ ଗୋଦାମରୁ ପକାଇ ଦେଇକି ମାଲ, ତାପରେ ମଇଦା ଧରିକି ଆଇଲି। ଆସିକି ତାପରେ ଏଠି ପକାଇ ଦେଇକି କମ୍ପାନୀର ମଇଦା ପଳେଇ ଆଇଲି ଏଠି କାଠ ନେବାକୁ। କାହିଁକିନା ବର୍ଷା ଜୋର ଉଠିକି ଆଇଲାଣି ନା, କାଚିଦେବ ବର୍ଷା, ସେଇଥିପାଇଁ ପଳେଇ କାଠ ନେଉଛି। କାଠ ଗୁଲା ଆସିକି କାଠ ନାହିଁ କାଲି ପାଇଁ, ଆଜି କାଠ ନେଇକି ପଳେଇ ଯାଉଛି। ସରିଲାଣି, ଗଲୁ ନା ଲୋଡ଼ କରୁଛି, ଆଉ ଅଳ୍ପ ଅଛି ଓଜନ କରିଦେଇକି ପଳେଇବି ଆଉ ନେଇକି। ଆଉ ବର୍ଷା ବି ଜୋର ଆଇଲାଣି। ଭାଇ ସେଠି ବାଉଁଶ ଟା କାଟୁଛନ୍ତି, ଆମର ବାଉଁଶ କଟା ଉଠି ହେଉଛି। କେତିକି ଉଠିଗଲାଣି ବର୍ଷା, ପଳେଇବା ନେଇକି କାଠଟା। ପୁଣି ଯିବି ଆଉ ଥରେ ଗୋଦାମ ଯିବି, ପୁଣି ମଇଦା ନେଇକି ଆସିବି। ବର୍ଷା ଟିକେ ହଉ, ଗରମ ହେଉଛି ଯେଉଁ ଭଳିଆ ମୁଣ୍ଡ ଖରାପ ହେଇଯାଉଛି। ବର୍ଷା ଟିକେ ହେଲେ ଶାନ୍ତି ମିଳିବ। ହଉ ଟିକେ ବର୍ଷା, ଆଉ ଯିବା ଏବେ ନେଇଯିବା କାଠ ଅଳ୍ପ ଅଛି ଏଠି ମଣ୍ଡିରେ। ଏତିକି କାଢ଼ି ଦେଇକି ନେଇକି ରସି ଟ୍ୟୁବ୍ ବାନ୍ଧିକି ଲୁନାରେ ପଳେଇବି ଆଉ। ବନ୍ଧାବନ୍ଧି ଅଛି, ବନ୍ଧାବନ୍ଧି କରିକି ଯିବା ଆଉ। ପୁଣି ଏ କାଠ ପକାଇ ସାରିଲା ପରେ ପୁଣି ଯିବି ଗୋଦାମ, ଆଉ 2ଟା ମଇଦା ଧରିକି ଆସିବି। ଧରିକି ଆସିକି ପହଞ୍ଚିଲି ସାଙ୍ଗେ ସାଙ୍ଗେ। ପବନ ଦେଉଛି ନା, ମୁଁ ସବୁବେଳେ ସେଠୁ ଆମ୍ବ ନେଇକି ଆସେ। ବିନା ପବନ ଆମ୍ବ ଖସେ, ଏଥର ପବନ ଦେଇଛି ଆମ୍ବ କେତେଟା ଖସେ ଦେଖିବା ତାହେଲେ। ନେଇକି ଆସିବି ଆଉ, ଯାଉଛି ଆମ୍ବ ଆଣିବାକୁ। ଆମ ଇଏ ଟବି, ଆମ ଟବି ଇଏ ତୁ ଥା ସେଇଠି, ମୁଁ ଆମ୍ବ ନେଇକି ଆସେ। ଏଇ ଗଳିର ଯିବାକୁ ପଡ଼ିବ ଆଉ। ଏଇଟା କିନ୍ତୁ ଆମ ଆମ୍ବ ଗଛ ନା, ଆଉ ଜଣଙ୍କର। ଯିବା, କେତେଟା ଆମ୍ବ ପଡ଼ିଛି ଦେଖିବା, ନେଇକି ଆସିବା। ଟିଭି ବାଜୁଛି ଯେ, ଟିଭି ଚାଲିଛି, ସବୁ ଡରିଗନି ଝରକା କତରେ। ଆମ୍ବ ଖସି ନାହିଁ, ଗଛପତ୍ର ପ୍ରବଳ, ଆମ୍ବ ପଡ଼ିନାହିଁ। ଏତେ ପବନ ଖସିନି, ଏ ଆମ୍ବ ହେଇଛି। ଅନ୍ଧାର ଦେଖାଯାଉନି, ଏ ଦେଖନ୍ତୁ ଆମ୍ବ। ଏସବୁ ମାଲିକର, ତାଙ୍କ ମାଆ ସବୁ ଗଛପତ୍ର, ନଡ଼ିଆ ଫଡ଼ିଆ ଗଛ ସବୁ ଲଗେଇଛନ୍ତି, ଜଙ୍ଗଲ କରିଛନ୍ତି ସବୁ ମାଲିକର ମାଆ। ସେଇଟା ତାଙ୍କ, ସେଇ ଘରଟା ଯାହାର, ଆମ୍ବ ଗଛ ତାଙ୍କର। ଏସବୁ ତାଙ୍କର ସବୁ ଗଛ, ବହୁତ ପ୍ରକାର ଗଛ ଲଗେଇଛନ୍ତି, ଫୁଲ ଫୁଲ ହେନ୍ ତେନ୍ ସବୁ ବହୁତ ପ୍ରକାର ଲାଗିଛି ତାଙ୍କର ଗଛ। ପଡ଼ିଛି 2ଟା ପଡ଼ିଛି, ଏଇଟା ଖସିଛି 2ଟା ଆମ୍ବ, 2ଟା ପଡ଼ିଛି। ମୁଁ ପଡ଼ିନାହିଁ ବୋଧେ ଆଉ। 2ଟା ପଡ଼ିଛି ଏଇଠି। ଆଉ ଶିବାନୀ ଥାଇ ଅନଉଛି ଝରକାରେ। ବହୁତ ଆମ୍ବ ହେଇଛି କଞ୍ଚା। ଏପଟେ ଏଇଟା ତାଙ୍କ ପଟ ସାଇଡ଼୍, ତାଙ୍କ ସେଟା କ'ଣ ଆମ୍ବ ପଡ଼ୁନାହିଁ, ଆମ ଏଇପଟେ ସବୁ ଆମ୍ବ ପଡ଼ୁଛି। ମୁଁ ଦେଖୁଛି, ଧୀରେ ଧୀରେ କହୁଛି। ମୋ ପାଇଁ କହିଲ, ତା ଦେଖିଦେବେ, ତାହେଲେ ମୁଁ ଧୀରେ ଧୀରେ କହୁଛି, ପାଟି କରୁନାହିଁ। 2ଟା ଆମ୍ବ ପାଇଲି ଆଉ।
ଏଇଟା ଦର କଣ୍ଟାଟା ଅଛି ଆଉ ଏଇଟା ପୁରା ପାଚି ଯାଇଛି, ଏଇଟା ଟିକେ ଖରାପ ହେଇଯାଇଛି ଗାଣ୍ଠି ପଟେ ଚଳିବ। ଦେଖି ଇଆଡ଼େ ପଡ଼ିଛି କ'ଣ ନଡ଼ିଆ ଫଡ଼ିଆ ଗଛ ଲାଗିଛି, କିଛି ନାହିଁ ଇଆଡ଼େ ଆଉ। ଇଆଡ଼େ ପଡ଼ିନି ସେ ଦୁଇଟା ପଡ଼ିଛି ତ, ଏତେ ପବନ ହେଲା ଦୁଇଟା ପଡ଼ିଛି। ସକାଳ ବେଳେ ଆଉ 4ଟା 5ଟା ପଡ଼ୁଛି, ଅବିକା ଦୁଇଟା। କ'ଣ କହୁଛୁ ସେପଟେ ପଡ଼ିନାହିଁ? ସେ କହୁଛି ଆମେ ସେମାନେ କହୁଛି ସେପଟେ ପଡ଼ିଛି ଆମ୍ବ ଦେଖ, ସେପଟେ ପଡ଼ିନି ଏତେ ଖାଲି କେମିତି ଆଣିବ? ସେପଟେ ଆମ୍ବ କିଛି ପଡ଼ିନାହିଁ ଫାଙ୍କା ପୁରା। ପଳେଇ ଯିବା ତାକୁ ଯଦି ଆସିବେ ନା ଦେଖିଏ କହ ଆମ ଆମ୍ବ ଗୁଡ଼ାକ ନେଉଛ ତ ନାଇଁ ଆଉ ଆମ୍ବ ନାହିଁ ଶେଷ। ପଳେଇବା ଆମେ ମାତ୍ର 2ଟା ଆମ୍ବ ପାଇଲି ସଇଲା, ଯାଉଛି ଏବେ ଉପରକୁ ରଖିଦେଇ ତାକୁ ଯିବି ଗୋଦାମ ମଇଦା ନେଇକି ଆସିବି। ଏତେ ଜୋର ପବନ ନଥିଲା, ପବନ ଗୋଟେ କମିଗଲା, ପବନ ନାହିଁ ପୁରା ଗଛ ପତ୍ର ଶୂନ ହେଇଗଲା ସାଙ୍ଗେ ସାଙ୍ଗେ ଟୋଟାଲ୍ ଶୂନ ହେଇଗଲା। ଯିବା ଏବେ ଉପରକୁ ଆମ୍ବଟା ଦେଇକି ମୋର ପଳେଇବି ଗୋଦାମ। ଆଉ ବର୍ଷା ଆଇଲା ନା, ମଇଦା ଆଣି ହେବନି ବର୍ଷା ହେଲେ, ପଳେଇଯିବା। ବାଟର ଇଏ ଗୋଟେ ଶୋଇଛି, ଆମର ସିକ୍ୟୁରିଟି ଗାର୍ଡ଼ ବାଟର ଶୋଇଛି। କ'ଣ ମାଛ କ'ଣ ବସି ଖାଉ ଏଠି? କୁଲରଟା ଆଣିକି ଦିଏ, ମାଲିକ କୁଲରଟା ଦେଇଛି, ଚଲେଇବା କଥା ନା, ପଇସା ଉଠେଇବା କଥା ନା ଚଲେଇକି। ଏସି ଆଣି କେଉଁ ଲଗେଇ ଏଠି ଜରି ପାଲ ଏଇଥିରେ ତୁ ଏସି ଲଗେଇବୁ ଆଣିକି? ଏସି ରୋଷେଇ ଏଠି କିଛି ନାହିଁ ଆମର, ଖାତା ଖତେନ ବୋଲି କିଛି ନାହିଁ, ପାଲ ବାନ୍ଧିକି ରହିଯିବ ଘର ଭିତରେ ଘର, ଏସି ଲଗେଇ ଏଠି ନଥାଉ। ଆମେ କୁଲରରେ ଶୋଇବୁନି, ତମେ ଶୁଅ, ଆମେ ମା ପୁଅ ଫ୍ୟାନରେ ଶୋଇବୁ। ହଁ ତୁ ମା ଛୁଆ ଶୁଅ। ଏଇ କୁଲରଟା କ'ଣ ହେଉଛି କି ଚଲେଇଲା ବେଳକୁ 5-10 ମିନିଟ୍ ପୁରା ହାଇ ସ୍ପିଡ଼ ଚାଲିଛି, ତାପରେ ସ୍ଲୋ ହେଇଯାଉଛି କୁଲରଟା ରାତିରେ। ବନ୍ଦ କାହିଁ ଚାଲୁଛି ନା, କିନ୍ତୁ ସ୍ଲୋ ହେଇଯାଉଛି ଆଉ। ଖତରାଟେ ପାଣି ବୁଲିଲେ ଘର ସାରା ଭର୍ତ୍ତି ହେଇଯାଉଛି। ନାଇଁ ସେ ଡ୍ରେନ୍ ପାଣିଟା ଯେଉଁ ବାହାରେ ତାର ସେଇପରି ତାର ଠିପିଟା ଗଳି ପଡ଼ିଛି, ନାହିଁ ହଜିଯାଇଛି କୁଆଡ଼େ। ମୁଁ କ'ଣ କରୁଛି ଗୋଟେ ଡାଳଟା ଆଣି ପୁରେଇ ଦେଇଛି, ସିଧା ଠୁପେ ଠୁପେ ବହୁଛି ଆଉ। ତମେ ଶୁଅ ହେଇ ଏସି ପବନ, ହଁ ତୁ ନ ଶୁଣ। ଏଇ ଯୋଉ କୁଲର ପବନ ଖାଲି ଗୋଟେ ଜାଗା ପବନ, ଯୋଉ ସିଧାରେ ଥିବା ହେଇଥିବ ସେଇ ସିଧାରେ ହିଁ ପବନ ଯାଉଛି। ଫ୍ୟାନଟା ଅଧିକ ବଢିଆ, ସବୁଆଡେ ଖେଳେଇକି ପବନ ବାଜୁଛି। ତା ଅପେକ୍ଷା ୟାଠାରୁ ମୁଁ ତ ଦେଖେ ନା, ୟାଠାରୁ ଏସି ଭଲ, ପୁରା ଘରଟା ଥଣ୍ଡା କରୁଛି। ଇଏ ତ ଇଏ ଆସି ଆମ୍ବ କଲାଣି, ଇଏ ଯୋଉଠି ଅଛି ଗୋଟିଏ ଜାଗାରେ ଖାଲି ପବନ। କାଢେ ତେଲ ଟିକେ ଦେଅ ଟିକେ, କ'ଣ ଦେବି? ପାଣି ବୋତଲ ଫାଟିଯିବ ନା, ଫାଟିଯିବ, ଖାଲି ଫାଟି ଯାଉଛି। ଦେଅ ଟିକେ ଦୁଇଟା ଏତେ ମାନେ ବିନା ପବନ 4-5ଟା ନେଇ ଖସୁଛି, 2ଟା ଦିନ ନାହିଁ ଇଏ ଆଜି ନା ସେ ଖସି ନାହିଁ। ଗୋଟେ ଗଛ ଦେଖିବାକୁ ଗଲେ ଜାଗା ଜାଗାରେ ସିଏ ଅଳପ ସେ ବି ପାଖ ସେ ଆଗ ନା ଯାଉଛ ବୋଲି ନା ଆର ବର୍ଷ ମୁଁ ଯାଇନି ଟୋଟାଲ ଆଣିବାକୁ, ଇଏ ଗଛଟା ଏଥର ଏବେ ନୂଆ ହେଇଛି, ମାନେ ଆର ବର୍ଷ ହେଇଥିଲା, ଏଇ ବର୍ଷ 2 ଥର ହେଇଛି ଆଉ। ହଁ ତା ସଜନା ଛୁଇଁ ଗଛ ହେଇଛି, ସବୁ ତାଙ୍କ ଲଗାଉଛନ୍ତି, ଆମେ ଏଠି ଖାଉଛୁ ସବୁ କରୁଛୁ। ହଉ ଟିକେ ମାସରେ ଉଠେଇଦେଲୁ, ମୁଁ ଗୋଦାମରେ ଆସି ଖାଇଥିଲି, ଆସିଲା 5:30 ବାଜିଲାନି, ଖାଇଦେଲି। ତାପରେ ଯାହା ଛଡ଼ା ହେଇଥିଲା ସେ ତ ବସିକି ଖାଉଛି, ଆସିଲା ବେଳକୁ ଆମ୍ବ ଧରିକି ଆସିଲା ବେଳକୁ ଖାଉଛି ଆଉ। ଇଏ ଏଠି ଆମର ଟାଙ୍କୁଆ ଗୋଟେ ଚୁବଉଛି ଆଉ। ହଁ ଖାଇଦେ, ସେ ଖାଇଦେଇକି ସନ୍ଧ୍ୟା ହେଲାନି ନା, ସେଥିପାଇଁ ପଳେଇ ଆଇଲି। ବର୍ଷା ହବ ଯଦି ମଇଦା ନେଇଯାଉନି, ଆଉ 2ଟା ମଇଦା ଅଛି ଧରିକି ପଳେଇବି ଆଉ। ଏବେ ଗୋଦାମ ଭିତରେ ପଶିଲି, ଏବେ ଆଗରେ ମଇଦା ଧରିକି ପଳେଇବି ସେପଟେ ଆଉ। ଗୋଦାମ ଭିତରେ ଆଜି ପହଞ୍ଚିଲିନି ଆଉ, ସବୁ ଗାଡ଼ି ଥୁଆ ହେଇଛି ସବୁ।
କେତେ ଜୋର ଉଠେଇ ଯାଇଲା ମଇଦା ମାନେ ଲୋଡ଼ ହେଇଗଲା ଦୁଇଟା ନେଇକି ପଳେଇବା ଆଉ ଦୋକାନକୁ ଆଇଛି ଦୁଇଟା ପୁଡ଼ିଆ ଫୁଡ଼ିଆ ନେବା ପାଇଁ ଆଉ ନେଲି ଆଉ ଭାଇଙ୍କର ଗୋଟେ ଡାଲି ନେଇକି ପଳେଇଲି ଆଉ ଯିବା ଗାଡ଼ି ଛଡ଼ା ହେଲାନି ଗାଟ ନାହିଁ ଯିବା ଗୋଦାମରୁ ଆସିକି ଗାଧୁଆ କରି ଟିକେ ଯାଇଥିଲି ଦୋକାନ ଯାଇଥିଲି ମୁଢ଼ି ଧରିକି ଆଇଲି ସକାଳୁ ଖାଇବା ପାଇଁ ଆଉ ଅଭିକା ଗେଟ୍ ଖୋଲିକି ଗଲେ ତ ଗେଟ୍ ଦେବାକୁ ଦେଇକି ଯିବି ଉପରକୁ ଆଉ ସେଠି ଡାଲି ଲୋଡ଼ ଗୋଦାମ ଡାଲି ଲୋଡ଼ କରୁଥିଲି କିନ୍ତୁ ମୁଁ ବର୍ଷା ପକେଇଲା ଟିକେ ଟିକେ ମୁଁ ବର୍ଷା ଜୋର ପକେଇବ ତ ମୁଁ ତରବର ହେଇକି ଘରକୁ ପଳେଇ ଆଇଲି ଘର ପାଖରେ ଆସିକି ପହଞ୍ଚିଲା ବେଳକୁ ସେ ଭାଇଙ୍କ ଯାହାର ଡାଲି ଧରିକି ଆସିଥିଲେ ସେ ଭାଇଙ୍କ ପାଖରେ ପହଞ୍ଚିଲା ବେଳକୁ ବର୍ଷା ଛାଡ଼ିଗଲା ତାଙ୍କୁ ସେଠି ତାଙ୍କ ଡାଲି ଦେଇକି ଆସିକି ଗାଧୁଆ କରିକି ଗଲି ଦୋକାନ ମୁଢ଼ି ଧରିକି ଆଇଲି ଆଉ ଯାଉଛି ଉପରକୁ ଆଉ ସେଇମାନେ କ'ଣ କରୁଛନ୍ତି ଦେଖିବା ଶିବାନୀ ପାଖକୁ ଗଲା ଯେ ଏଇଟା ପଇସା କଥା ଦରମା କଥା କହେ ଦରମା ହେଇଲା ନାହାନ୍ତି 15 ମାନେ ମାସେ 15 ଦିନ ହେଇଗଲାଣି ଘରକୁ ଯାଇଥିଲୁ ଯାହା 8 ମାସ ନେଇକି ଯାଇଥିଲା ଯାହା ଥିଲା ପଇସା ଦେଇନାହାନ୍ତି ଯିବା ମାଲିକ ପଳେଇ ରାତି 10ଟା ଡ୍ୟୁଟି ଯିବା ଦେଖିବା କ'ଣ କହୁଛି ଶିବାନୀ ପଇସା କଥା କହିବ ଶିବାନୀ ଗେଟ୍ ଖୋଲିଲୁ କିଏ ଭଜନ ଶୁଣୁଛି ଡର ଲାଗୁଛି ଗେଟ୍ ଦେଇକି ରହିଛନ୍ତି ଭିତରେ ମା ଛୁଆ ଡର ଲାଗୁଛି ଗେଟ୍ ଦେଇ ଦେଉଛି ସବୁବେଳେ ଯେତେବେଳେ ଜ୍ୱର ଆସିବ ଗେଟ୍ ଦିଆ ହେଇଯିବ ଘର ପୁରା ଗୁଳୁ ଗୁଳି ଲାଗୁଛି ଘର ଭିତରଟା ପୁରା କ'ଣ ଲୋ ସିଏ ଦେଖିନି ଯିବ ପାଖରେ ଥଣ୍ଡା କ'ଣ ସେଇଟା ହଁ ପିଇଯା ବସି ମାଛ ମୋବାଇଲ ଦେଖୁଛନ୍ତି କ'ଣ ଦେଖୁଛୁ ହଁ ରିଲ୍ସ ଦେଖୁଛୁ ହଉ ଦେଖ ମୁଁ ଆସେ ରିପେୟାର କରିଦେବି ନା ଚାବି ମୁଁ ଚାବି ଦିଏ ସ୍କୁଟି ଚାବିରେ ମାତ୍ର ଅଛି ଛଡ଼ଉଛି ତାକୁ ମୁଁ ଯାଉଛି ଚଳୁ ଆସେ ମାଲିକ ପାଖକୁ ଯାଉଛି ଦେଖିବା ପଇସାଟା କହିବି ଘରକୁ ଯାଉଛି ଘର ଭିଡ଼ିଓ କରି ଦେଖେଇବନି ନା ବନ୍ଦ କରିଦେଉଛି ଏଇଠୁ 1100 ଟଙ୍କା ବାହାରିଲା ଦରମା ପଇସା ବୋଉ ଆସ ପଠେଇ ହିସାବ କହି ମାଲିକ ପାଖକୁ ଯାଇଥିଲି ହିସାବ ତ କରିକି ଆଣି 1100 ଟଙ୍କା ବାହାରିଲା ଆଉ ମୁଁ ଯାଇନି ବଜାର ଇଏ ଦେତେ ମାଗୁଛି ମୁଁ ବଜାର ଯାଇନି ଏଇଟା 2600 ଟଙ୍କା ମାଇନସ୍ ଥିଲା ସେଇ ପଇସା ବି ଦେଲା ସେ କହିଲା ମୋ ଯେତିକି ଟଙ୍କା ମାଇନସ୍ ହେଇଛି ମୁଁ ତ ଦେଇଦେଲି ସବୁ ମୋ 4100 ହେଇଥିଲା 4100 ସେ ପଠେଇଥିଲା ତାପରେ 2600 ଟଙ୍କା ମାଇନସ୍ ହେଇଛି 2600 ଟଙ୍କା ଦେଇଥିଲା ସେଟା ହୋଲ୍ଡ ହେଇକି ରହିଛି ତ ଆକାଉଣ୍ଟରେ ଯଦି ପଇସା ଆସେ ମୋ କତିକି ପଠେଇବୁ ସେ ପଇସା ହଁ ମୁଁ ସେ ପଇସା ଦେଇଦିଅ ତମେ ତମ ପଇସା ଦେଇଦେଇଛ ଆଉ ନାହିଁ କିଛି ମାମା ଦେବେ ପଇସା ଗଣୁଛୁ ଏଇଟା କ'ଣ ସେ 2600 ଟଙ୍କା ନେବ 2600 ଟଙ୍କାରୁ 2600 ନୁହଁ 1100 ଟଙ୍କା ଆଉ ମୋ ଫୋନ୍ ପେ'ରେ ଅଛି ଆଉ ସେଥିରେ ଦେଇଦେଲା ହଁ ଫୋନ୍ ପେ 2000 ଅଛି ଏଥିରେ 1600 ଟଙ୍କା ଅଛି ମାନେ ଫୋନ୍ ପେ କୁ 2000 ଟଙ୍କା ପଠେଇ ତାର ହେଇ 600 ଟଙ୍କା ଏଇ ହଁ ଆଉ ଏ ମାସରେ 1100 ଟଙ୍କା ଟୋଟାଲ ଦରମା ବାହାରିଲା 1100 ଇଏ ହେଉଛି କେତେ 600 ତାହେଲେ 1700 ଟଙ୍କା ଥିବ ଏଥିରେ 1740 ଟଙ୍କା 750 ହାତ ଧରୁଛୁ କଏନ୍ଟା ଜାଣିପାରୁନି ହଁ ଟୋଟାଲ 1100 ଟଙ୍କା ବାହାରିଲା ମାସ ଚଳିବ ଆଡ଼ଭାନ୍ସ ନେଇତେ ଜାଣିବା 6000 ହିସାବ ପଡ଼େଇ ଦେଖୁନୁ ସେ 20 ଦିନ ହିସାବ କରିଥିବ ହଁ 8000 ଟଙ୍କା ହଁ 8000 ଯଦି ହିସାବ କରିବ ତାହେଲେ 11 କେତେ ବାହାରିବ ଆଉ ଯଦି ମୁଁ 7 ଦିନ 19 ର ହିସାବ କରିଛି ସେ 11 ଦିନ ହିସାବ 20 ଦିନ ହିସାବ କରିଛି ଗୋଟେ ଦିନ ଦେଇଦେଇଛି ଆଉ ସେଇଦିନ ଆମେ ଗଲେ ନା ସେଇଦିନ କାମଟା ହେଇନି ସେ ଦେଇଦେଇଛି ଥାଉ 1100 ଟଙ୍କା ବାହାରିଲା 1100 ଟଙ୍କା କ'ଣ ମାସ ଚଳିଆ
ପୁଣି ଆଡ଼ଭାନ୍ସ ଆଣିବାକୁ ପଡ଼ିବ ଆଉ। ନାଇଁ ତମର ସରିଲେ ତମେ ମୋ ଆକାଉଣ୍ଟ ପଠାଅ, ମୁଁ ଟଙ୍କାଟେ ବି ତମର ନେବି। ଯୋଉ 2000 ଟଙ୍କା ତମେ ରଖିବ ସେଇ 2000 ଟଙ୍କା ତମର ରହିବ। ତମେ ଖର୍ଚ୍ଚ କରିଦବ ତାପରେ ତମ ଆକାଉଣ୍ଟ 2000 ଟଙ୍କା ଆକାଉଣ୍ଟରେ ଅଛି 2000 ଟଙ୍କା। ମଣିଷ ପଇସା 1000 ଟଙ୍କା ତ ଜାଣିପାରୁନୁ ବୋଧେ। କି ମନେ ମଣିଷ ଯୋଉ ଆଇଥିଲି ଘରକୁ ଯୋଉ ତାର ଥିଲା 1000 କେତେ ଟଙ୍କା କହିଲୁ 1200 ଟଙ୍କା ଥିଲା ମନେ ଅଛି ନା? ମୁଁ ଏତେ ତମେ ତା ପଇସା ରଖୁଥିଲ ତୁ କଟିଲା ଆମର ତାର ମିଶିକି କଟିଲା। ଆଉ ଆମ ତାର ମିଶିଥିଲା ରିକୟ ତ ପଠେଇଥିଲା 2000 କ'ଣ ଖର୍ଚ୍ଚ ହେଇଥିଲା ଯୋଉ ଫୋନ୍ ପେ ରିଚାର୍ଜ କରିଦେଲି ଇଏ କରିଦେଲି ମୋବାଇଲ ରିଚାର୍ଜ କରିଦେଲି ଜାଣିପାରୁନୁ ମୋତେ ତୁ ସବୁ ପଇସା 200 ଟଙ୍କା ୟାର ତାର 1200 ଟଙ୍କା ଆଉ ଯାହା ପଇସା ଆମର 1200 ଟଙ୍କା ସେ ରଖିଥିଲା 2600 ଟଙ୍କାର ସେ 1000 ଟଙ୍କା ରଖିଥିଲା 1000 ଟଙ୍କାର ପୁଣି 200 ଟଙ୍କା କ'ଣ କେତେ ଟଙ୍କା ଥିଲା ଗୋଟେ ଆଉ ଯାହା ତୁ ସେ ପଚାର ତମେ ପର ପଇସା ରଖ ଦେଖିଦେ ଫୋନ୍ ପେ ଦେଖିଦେଲେ ଜଣା ପଡ଼ିଯିବ। ତୁ ପର ପଇସା ରଖନି ରଖିକି ଧନ୍ଦା କରନି 2600 ଟଙ୍କା ଶୁଣିଲା ଯେମିତି ଖୁସି ହେଇଗଲା 600 ଟଙ୍କା ତମେ ୟାର ତାର ପଇସା ରଖୁଛ କଟୁଛି ପୁଣି କଟୁଛି ଦେଲା ତ ପଇସା ଆଉ ଦେଲା ତ ମୁଁ ଭାବୁଥିଲି ଆମ ପଇସା ବୋଲି ତମେ ଆମର ତାର 1000 ନା 1200 ଟଙ୍କା ମୋର ମନେ ପଡ଼ୁନି 1000 ନା 1200 ଟଙ୍କା ପଚାରିକି କୁହ ସେଇ ଟାଇମରେ ତମେ ହେଇକି କହୁଥିଲ ତାର 1000 ଟଙ୍କା କଟିଛି ବୋଲି। ଆଚ୍ଛା ଏଇ ମୋ ପାନା ସବୁ ବାଡ଼େଇ ପକେଇବି କହିଲି 1500 ଟଙ୍କା ତାର କଟିଛି ଏତେ ପଇସା ଦେବ ବୋଲି ଦେଲା ଆଉ ହଉ ଯାଉ ଦେଲା ତ ଆମ ତା ପଇସାଟା ଥିଲା ଆକାଉଣ୍ଟରେ ମାଇନସ୍ ହେଇଥିଲା ସେ ଦେଇଦେଲା ଆଉ ଦେଇଛି 26 ଦେଇଛି ଯୋଉ 26 ଆଇଲେ ସେ ତାର ନବ 26 ତାର 26 କହୁଛି ତାର 7000 ଆମେ 26 ମିଶେଇକି ତାର ହେଇଲା 7750 ଟଙ୍କା କଟିଛି 4000 ଛାଡ଼ 4000 ସେ ତାଙ୍କର ଏଇଟା ମାଇନସ୍ ହେଲା ନା ଏଇଟା ଯୋଉ ଆମକୁ ଦେଲେ ସେଇ ପଇସାଟା ଆସିଲେ ସେଇଟା ନବ ଆଉ କୋଉ କଥା ଆସିବ ସବୁ ତାର ଆସିବ ନା ଆଉ କ'ଣ 2600 ଟଙ୍କା ଆସିବ ନା ସବୁ ତକ ପଇସା ହଁ ସବୁ ତକ ଯେତେ ଟଙ୍କା ଯାଇଛି ମାଇନସ୍ ହେଇ ସବୁ ତକ ଆସିବ ଆସିବ କିଆ କହୁଛ ତାର ଆସିବ ବୋଲି ଆଉ ଆମ ଆକାଉଣ୍ଟ ଫାକାଉଣ୍ଟ ଲିଙ୍କ କରନି କହୁଛି ଏଇ ଗୋଟିକ ଆମର ହଉଛି ସବୁ ଏଇଥିରେ ସବୁ ହଉଛି ବାରମ୍ବାର ମନା କରୁଛି କାଇଁ ଲିଙ୍କ ହଉଛି ଲିଙ୍କ ସେ କ'ଣ ଲିଙ୍କ କରୁଛି ନା କ'ଣ ମୁଁ କାଇଁ ଲିଙ୍କ ନାଇଁ ନା ସେଇ ଆପରେ ଲିଙ୍କ ଚାଲିଛି ଜାଣି ପଇସାଟା ଆଉ ଜାଣିପାରୁନ ଆକାଉଣ୍ଟରେ ଆପଟେ ଲିଙ୍କ ଅଛି ବୋଲି ତ ପଇସାଟା ଆସୁଛି ନହେଲେ ବୁଡ଼ିକି ପଳେଇବ ତୁମ କାଟିଦେବ ନା କ'ଣ ଆଉ ଲିଙ୍କ ସିଷ୍ଟମ ଅଛି ମାନେ କାଟିବା ସିଷ୍ଟମ ନଥିବ ନା ତାଙ୍କ ମାନଙ୍କର ସେ ଚାଲିଛି ଆକାଉଣ୍ଟରେ ସେ ପଇସା ପଇସା ପକେଇଛି କ'ଣ କାଟିଦେବୁ କ'ଣ ପଇସାଟା ଜାଣିପାରୁନ କ'ଣ ବନ୍ଦ ହବ ତ ବନ୍ଦ ହେଇଯିବ ନା ଆଉ ଗୋଟିଏ ଆକାଉଣ୍ଟରେ ସବୁ ଅଛି ଏମିତି ପଇସା ଥିବ ଏମିତି ସବୁ ଆଉ ଥରେ ପୁଣି ଏମିତି ମୁଡ଼ିଟା ଡବାର ପୁରା ଫଟେଇ ଦେଲା ସେଟା ବନ୍ଦ କର ତମେ ପଚାର ତାର ପଇସା କେତେ ମନିଷର ଧନ୍ଦା ଗୋଟେ ଚଲେଇଛି ୟା ତା ପଇସା ସବୁବେଳେ ରଖୁଛି କେତେ ମଣିଷ ଇଏ ଆମ ପଇସା ବୋଲି ଭାବୁଛି ୟା ତା ପଇସା ରଖିକି କେତେବେଳେ କଟି ଯାଉଛି କେତେବେଳେ ଖର୍ଚ୍ଚ କରିଦଉଛ ପୁଣି ଖର୍ଚ୍ଚ ବି କରିଦଉଛ ତା ପଇସା ତମ ପାଖରେ ରହିଲେ ଖର୍ଚ୍ଚ ବି କରିଦଉଛ ପୁଣି ପରେ ଦେବାକୁ ପଡୁଛି ଦା ତ ଆଉ କ'ଣ ନା ସବୁଆଡେ ଇଆଡେ ଆଡଭାନ୍ସ ସିଆଡେ ୟାଠୁ ତାଠୁ ୟାଠୁ ତାଠୁ ପଇସା ଆଣୁଛନ୍ତି ଆଡଭାନ୍ସ ବି ଆଣୁଛନ୍ତି ସବୁବେଳେ ବାର୍ଥଡେ ବି ଆଣୁଛୁ ନା ମୃତ୍ୟୁଛୁ ଆସିକି ଜଣେ ବାହାରେ ମୃତ୍ୟୁ ହଁ ସିଏ ଛତରା 26 ଟଙ୍କା ଆର ପଚାର ଦେଖ ଫୋନ ଭିତରେ ସେ କେତେ ଟଙ୍କା ପଠେଇଥିଲା ଏତେ କଥା ମତେ କୁହନି ତମ ଖାଲି ପଇସା ୟାର ସବୁ କ'ଣ 2600 ଟଙ୍କା ୟାର ପର ପଇସା ତମେ ରଖାରଖି କରନି ପର ପଇସା ରଖିବାଟା ଭଲ ନୁହଁ ପର ପଇସା ରଖିବ କେମିତି ହଇରାଣ ହବା କଥା ଜାଣି ନବନି ପର ପଇସା ରଖନି